sir. Yes. ସମସ୍ତଙ୍କୁ ପ୍ରେଜ୍ ଲର୍ଡ। ସ୍କ୍ରିନ୍ ଟା ଦେଖା ଯାଉଛି କି? Yes, yes. Yes. ପ୍ରଭୁଙ୍କ ନାମ ଗୌରବ ହେଉ, ପ୍ରଶଂସା ହେଉ। ଆଜି ଏହି ସନ୍ଧ୍ୟା ସମୟରେ ପୁନର୍ବାର ସେହି ଜୀବନ୍ତ ବାକ୍ୟ ଶିଖିବା ନିମନ୍ତେ ଆଜି ଆମମାନେ এই ଅନଲାଇନରେ ଆମମାନେ ସମସ୍ତେ ଉପସ୍ଥିତ ହୋଇଅଛୁ and then ବା ସମସ୍ତେ ଆମମାନେ ଜଡ଼ିତ ହୋଇଅଛୁ। So I grateful to each one of you. ମୁଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ସମସ୍ତଙ୍କୁ ମଧ୍ୟ ନମସ୍କାର। ଆଜି ବହୁତ ଓଡ଼ିଶା ପାଇଁ ଦୁଃଖର ବିଷୟ ଯେ ଆମମାନେ WhatsApp ମାଧ୍ୟମରେ and then ବିଭିନ୍ନ ଫେସବୁକ୍ ମାଧ୍ୟମରେ ଆମମାନେ ପ୍ରଭୁଙ୍କର ଦାସଙ୍କର ବିଷୟ ସେ ଯିଏ କେସି କିଶୋର ଦିଗାଲଙ୍କର ବିଷୟ ସେ ଈଶ୍ୱରଙ୍କ କୂଳକୁ ଯାଇ ଅଛନ୍ତି and then ଆମକୁ ଖ୍ରୀଷ୍ଟିଆନ ସମାଜ ପାଇଁ ଗୋଟିଏ ବିୟୋଗର ବିଷୟ and ତାଙ୍କର ସ୍ଥାନରେ ତାହା କିଏ ପୂରଣ କରିପାରିବ ନାହିଁ। କିନ୍ତୁ ଗୋଟିଏ ବିଷୟ ଆମମାନଙ୍କୁ ଶିକ୍ଷା ତାଙ୍କ ବିଷୟରେ ଆମମାନଙ୍କୁ ଶିକ୍ଷା ଦେଇଥାଏ କି ଯେପରି ସେ ଜୀବନ କାଟୁଥିଲେ ଏବଂ ଯେପରି ସେ ପ୍ରଭୁଙ୍କ ପାଇଁ ସେ ଉଭା ହେଲେ ଏବଂ ପ୍ରଭୁଙ୍କ ପାଇଁ ସେ ତାଙ୍କ ବାକ୍ୟ ସେ ପ୍ରଚାର କଲେ ସେମିତି ଆମମାନେ ନିଶ୍ଚିତ ପ୍ରଭୁଙ୍କ ପାଇଁ ଆମେ ଠିଆ ହେବା ଏବଂ ଅନ୍ୟମାନଙ୍କ ନିକଟରେ ନିଶ୍ଚିତ ଆମମାନେ ପହଞ୍ଚାଇବା and then that is our duty and then ତାଙ୍କ ବାକ୍ୟ ଦ୍ୱାରା ଏବଂ ତାଙ୍କର ମେସେଜ ଦ୍ୱାରା ଏବଂ ତାଙ୍କର ସେବା କାର୍ଯ୍ୟ ଦ୍ୱାରା ଅନେକ ଅନେକ ପ୍ରଭୁଙ୍କର ଦାସ ମାନେ ବା ଖ୍ରୀଷ୍ଟ ସମାଜ ତାହା ସେମାନେ ଆଶୀର୍ବାଦ ପ୍ରାପ୍ତ ହୋଇଅଛନ୍ତି ଏବଂ ଲାଭାନ୍ୱିତ ହୋଇଅଛନ୍ତି। ହୁଏତ ମୁଁ ବ୍ୟକ୍ତିଗତ ଭାବେ ସେ ସାରଙ୍କ ସହିତ ମୁଁ କେବେ ଦେଖା ହୋଇନଥିଲା, ତଥାପି ମୁଁ ଭିଡିଓ ମାଧ୍ୟମରେ and then YouTube ମାଧ୍ୟମରେ ତାଙ୍କର ଶିକ୍ଷା ଯୋଉ ପ୍ରକାର ଥିଲା and then really is highly qualified persons and moreover in all aspect ତାଙ୍କର ବାକ୍ୟ ଏବଂ ତାଙ୍କର ଟିଚିଂ ଯେତେବେଳେ ମୋ ବୁକ୍ ଅଫ ରେଭେଲେସନ ମୁଁ ଦେଖୁଥିଲି ତାଙ୍କର ଶିକ୍ଷା really is he was so scholarly person sir. So it is like we lost a great man of God but ଅନେକ ବିଷୟ he left a lot of legacy behind us, so we need to follow all what he has left and then ତାଙ୍କର ଉଦାହରଣ ଜୀବନ ଏବଂ ତାଙ୍କ ଜୀବନ ଗୋଟେ ଉଦାହରଣ ଭାବରେ ସେ ଏ ଜଗତରେ ବା ଏ ସମାଜରେ ସେ ଛାଡ଼ିକି ଯାଇ ଅଛନ୍ତି। so definitely we need to be like him, ତାଙ୍କ ପରି ଆମମାନେ ହେବା ନିଶ୍ଚିତ and ଦିନେ ନା ଦିନେ ଆମେ ମଧ୍ୟ ଯିବା and that we are not a permanent being in this world। ତ ନିଶ୍ଚିତ ଆମମାନେ ସଂକ୍ଷିପ୍ତ ଭାବରେ ଆମମାନେ ତାଙ୍କ ପରିବାର ପାଇଁ ଆମେ ପ୍ରାର୍ଥନା କରିବା and then ବିଶେଷ କରି ଏ ସମୟରେ ମୁଁ ଜନି ଆଜ୍ଞାଙ୍କୁ ମୁଁ ଅନୁରୋଧ କରିବି ସେ ପ୍ରାର୍ଥନା କରିବେ, ତାପରେ ଆମମାନେ ସେଇ ଜୀବନ୍ତ ବାକ୍ୟ ଆଡ଼କୁ ଆମମାନେ ଅଗ୍ରସର ହେବା। ଜନି ଆଜ୍ଞା ଆପଣ ଅଛନ୍ତି କି? ଅଛି ଆସନ୍ତୁ ଆମେ ଈଶ୍ୱରଙ୍କ ଦାସଙ୍କ ବିଷୟରେ ଏହି ସମୟରେ ଆମେ ସମସ୍ତେ ମିଶି ସ୍ମରଣ କରିବା ଆଉ ଯାହା କିଛି ଆଉ ଆମେ ମାନେ ଓଡ଼ିଶା ମାଟି ପାଇଁ ଓଡ଼ିଶା ରାଜ୍ୟରେ ଆମେ ଦେଖିଅଛୁ ଆଉ ଈଶ୍ୱରଙ୍କ ଦାସଙ୍କର ସେବା କାର୍ଯ୍ୟ ତାଙ୍କର ଜୀବନ
ତାଙ୍କର ବାକ୍ୟ କି ପ୍ରକାର ଥିଲା, ଆଉ ଯାହା କିଛି ସେ ଈଶ୍ୱରଙ୍କ ବାକ୍ୟ ଲୋକମାନଙ୍କୁ ଦେଇକି ଯାଇ ଅଛନ୍ତି, ସେଗୁଡିକ ଯେପରି ଫଳପ୍ରଦ ହବ, ଆଗାମୀ ଦିନ ମାନଙ୍କରେ ଯାହା କିଛି ସେ ଦାୟିତ୍ୱ ଛାଡିକି ଯାଇ ଅଛନ୍ତି ପରବର୍ତ୍ତୀ ପିଢି, ଓଡିଶା ମାଟିରେ ମଧ୍ୟ ଏପରି ବ୍ୟକ୍ତି ମାନଙ୍କୁ ଆବିର୍ଭାବ ହବ, ବାହାରିବେ, ସେଥି ନିମନ୍ତେ ଆମମାନେ ପ୍ରାର୍ଥନାର ସ୍ମରଣ କରିବା। ଆସନ୍ତୁ ଆମମାନେ ପ୍ରାର୍ଥନା କରିବେ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସର୍ବଶକ୍ତିମାନ, ସର୍ବବ୍ୟାପୀ, ସର୍ବନ୍ତର୍ୟାମୀ, ଆମମାନଙ୍କର ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା ପରମେଶ୍ୱର, ଏତେବେଳେ ତୁମର ସେ ପବିତ୍ର ମହାନ ଆଶ୍ଚର୍ଯ୍ୟ ନାମକୁ ଧନ୍ୟବାଦ ଦଉଛୁ ପିତା। ପ୍ରଭୁ, ଏତେବେଳେ ପ୍ରଭୁ ତୁମରି ଚରଣ ତଳେ ଆସି ଆମମାନେ ତୁମରି ନାମକୁ ପ୍ରଭୁ ଗୌରବ କରିବା ପାଇଁ, ତୁମରି ଉପସ୍ଥିତିରେ ବସିବା ପାଇଁ, ତୁମରି ଜୀବନ୍ତ ବାକ୍ୟକୁ ଶୁଣିବା ପାଇଁ ଆମମାନଙ୍କୁ ସୁନ୍ଦର ସମୟ ଦେଲ। ଏ ଅବସରରେ ପ୍ରଭୁ, ବିଶେଷ କରି ଆଜିର ଦିନରେ ପ୍ରଭୁ ଯୋଉ ଦୁଃଖଦ ବିଷୟ ଆମମାନେ ଶୁଣିଅଛୁ ପ୍ରଭୁ, ତୁମରି ପ୍ରିୟ ଦାସଙ୍କୁ ପ୍ରଭୁ, ତୁମରି ଯୋଜନା, ତୁମରି ଉଦ୍ଦେଶ୍ୟ, ତୁମରି ସେଇ ନିରୂପିତ ସମୟରେ ପ୍ରଭୁ ତୁମେ ତାଙ୍କୁ ତୁମ କୂଳକୁ ନେଇଗଲ ପ୍ରଭୁ। ଏ ଅବସରରେ ଆମମାନେ ପ୍ରଭୁ ତୁମରି ପ୍ରିୟ ଦାସଙ୍କୁ ଆମମାନେ ସ୍ମରଣ କରୁଅଛୁ ପିତା। ତୁମେ ଯାହା କିଛି ଏଇ ଜଗତରେ ଦାୟିତ୍ୱ ଦେଇଥିଲ ପ୍ରଭୁ, ତୁମରି ଯୋଜନା ଉଦ୍ଦେଶ୍ୟ ଅନୁସାରେ ପ୍ରଭୁ ସେ ବିଶ୍ୱସ୍ତ ଭାବରେ ସୁଚାରୁ ରୂପେ ତୁମରି ସେବା କାର୍ଯ୍ୟ କରିଥିଲେ ପ୍ରଭୁ। ଏବଂ ଆଜିର ଦିନରେ ପ୍ରଭୁ ତୁମେ ପ୍ରଭୁ ତାଙ୍କ ପ୍ରଭୁ ତୁମେ ଆକର୍ଷଣ କଲ, ତୁମ କୂଳକୁ ନେଇ ଅଛ, ସେଇଥିପାଇଁ ଧନ୍ୟବାଦ ଦଉଛୁ ପିତା। ବିଶେଷ କରି ତାଙ୍କ ଆତ୍ମାକୁ ତୁମେ ସୁରକ୍ଷିତ ରଖ ପ୍ରଭୁ। ଆମମାନେ ପରସ୍ପରକୁ ଆମମାନେ ସେଇ ତୁମରି ଦ୍ୱିତୀୟ ଆଗମନରେ ଆମମାନେ ମେଘମାଳରେ ମିଶିବା ପର୍ଯ୍ୟନ୍ତ ପ୍ରଭୁ ତୁମେ ତାଙ୍କର ଆତ୍ମାକୁ ସୁରକ୍ଷିତ ରଖ ବୋଲି ପ୍ରାର୍ଥନା କରୁଅଛୁ ପିତା। ଏବଂ ଯାହା କିଛି ସେ ସେବା କାର୍ଯ୍ୟ ପ୍ରଭୁ ସେ ଏଇ ଜଗତରେ, ବିଶେଷ କରି ଏ ଓଡିଶା ମାଟିରେ ଛାଡି ଯାଇ ଅଛନ୍ତି ପ୍ରଭୁ, ଯେପରି ଯୋଉ ବାକ୍ୟ ଗୁଡିକ, ଯୋଉ ଜୀବନ ସେ କାଟିଥିଲେ ପ୍ରଭୁ, ଯାହା ଛାଡି ଯାଇ ଅଛନ୍ତି ପ୍ରଭୁ, ପରବର୍ତ୍ତୀ ପିଢି ଯେପରି ତାହାକୁ ତ୍ୱରାନ୍ୱିତ କରିବା ହେବେ ପ୍ରଭୁ, ତ୍ୱରାନ୍ୱିତ ହବ ପ୍ରଭୁ, ସେଇଥିପାଇଁ ସାହାଯ୍ୟ କର ପ୍ରଭୁ। ବିଶେଷ କରି ପ୍ରଭୁ ଆମମାନେ ହରେଇଥିବା ତୁମରି ଦାସଙ୍କୁ, ତାଙ୍କ ପରିବାରକୁ, ତାଙ୍କର ଆତ୍ମୀୟ ସ୍ୱଜନ ମାନଙ୍କୁ, ତାଙ୍କର ସେବା କାର୍ଯ୍ୟକୁ ଆମମାନେ ସ୍ମରଣ କରୁଅଛୁ ପିତା। ତାଙ୍କ ସହିତ ମିଳିମିଶି କାର୍ଯ୍ୟ କରୁଥିବା ସେବକ ସେବିକା ମାନଙ୍କୁ ପ୍ରଭୁ ତୁମ ହସ୍ତରେ ଦଉଛୁ ପିତା, ଯେପରି ପ୍ରଭୁ ସେମାନେ ଭାଙ୍ଗି ନ ପଡନ୍ତି, ତୁମରି ଜୀବନ୍ତ ବାକ୍ୟ ପଠେଇ ପ୍ରଭୁ ସେମାନଙ୍କୁ ତୁମେ ଶାନ୍ତି ସାନ୍ତ୍ୱନା ଦିଅ ପ୍ରଭୁ। ଯେପରି ପ୍ରଭୁ ତାଙ୍କ ବିୟୋଗରେ ପ୍ରଭୁ ସେମାନେ ଦୁଃଖିତ ନ ହୋଇ ପ୍ରଭୁ, ଯେପରି ବାକ୍ୟ ଅନୁସାରେ ତୁମେ ତାଙ୍କୁ ଆକର୍ଷଣ କଲ, ତୁମ କୂଳକୁ ନେଲ, ସେଥିପାଇଁ ତୁମକୁ ଧନ୍ୟବାଦ ଦେବେ ପ୍ରଭୁ। ପ୍ରିୟ ପ୍ରଭୁ, ପ୍ରାର୍ଥନା କରୁଅଛୁ ପିତା, ବିଶେଷ କରି ପ୍ରଭୁ ଆମମାନେ ହରେଇଥିବା ପ୍ରିୟ ପରିବାରକୁ ତୁମ ହସ୍ତରେ ଦଉଛୁ ପିତା। ତୁମେ ସର୍ବଦା ସେଇ ପରିବାର ସହିତ ତୁମେ ରୁହ ପ୍ରଭୁ। ଆଗାମୀ ଜୀବନ, ଆଗାମୀ ଭବିଷ୍ୟତ ଯେପରି ସେ ପରିବାର ଶକ୍ତିଯୁକ୍ତ ଭାବରେ ଯୋଉ ଆଦର୍ଶ ପରିବାର ସ୍ୱରୂପ ଛିଡା ହେଇପାରିବେ, ସେଇଥିପାଇଁ ସାହାଯ୍ୟ କର। ତାଙ୍କର ସେବା କାର୍ଯ୍ୟ ମଧ୍ୟ ପ୍ରଭୁ ସହିତ ତୁମର ହସ୍ତ ସର୍ବଦା ବାସ କରୁ ବୋଲି ପ୍ରାର୍ଥନା କରୁଛୁ ପିତା। ଏବଂ ବିଶେଷ କରି ଆମମାନଙ୍କର ଓଡିଶା ରାଜ୍ୟରେ, ଓଡିଶା ମାଟିରେ ଏହିପରି ଅନେକ ତୁମରି ସେବକ ସେବିକା ମାନଙ୍କୁ ତୁମେ ଉଠାଅ ବୋଲି ପ୍ରାର୍ଥନା କରୁଛୁ ପିତା। ପ୍ରାର୍ଥନା ଶୁଣିଲ, ବିଶେଷ କରି ପ୍ରିୟ
परिवार को तुम हस्तर दे त्राणकर्ता जीशुଙ୍କ नामରେ ମାଗୁଛୁ ପିତା आमेन। बहुत बहुत धन्यवाद। यस प्रभु गौरव पाऊँ एवं प्रभु से परिवार सहित सबवर्ती रुहतु। तो पुनर्बार समस्त को स्वागत करे विशेष करी ए क्लास रे बा ए ऑनलाइन सेवा कार्य रे विशेष करी आमर तो सब्जेक्ट थिला थियोलॉजी धर्मशास्त्र विषय। आम माने धर्मशास्त्र विषय आम माने शिखुचु एंड देन लास्ट क्लास रे मे बी बिफोर 3 वीक्स 3 सप्ताह पूर्व मु ए सब्जेक्ट मु नेहुतिले जोरा कि थियोलॉजी रो विषय कौन थियोलॉजी रो अर्थ कौन एंड तार डेफिनेशन कौन कौन रही अछि से सब विषय आपण मान को सम्मुख रे उपस्थापन कले। तो जदि देखिबे जस्ट फॉर योर रिमाइंडिंग सेट एटी देखंतु धर्मशास्त्र रो तार संख्या कौन एंड माने तार डेफिनेशन कौन कौन रही अछि से विषय माने संपूर्ण भाव माने अध्ययन करितिलो एंड देन आउ विभिन्न प्रकार तार डेफिनेशन गुड़िक बा तार कॉन्सेप्ट कौन कौन रही अछि। फेथ रेजिंग क्वेश्चंस इज थियोलॉजी एंड फेथ सीकिंग अंडरस्टैंडिंग इज थियोलॉजी एंड पार्टिसिपेशन इन द फेथ बा विश्वास रे अंश ग्रहण करिबा ता होची धर्मशास्त्र बोली मु आपन मान को सम्मुख रे रखुतिली एंड पार्टिसिपेशन इन द कम्युनिटी माने संप्रदाय रे अंश ग्रहण करिबा प्रभु को विषय को नहीं कि ताको कौन कौन दी धर्मशास्त्र बोली मध्य कुआ जाए एंड प्रतिपालन करिबा जहा जहा माने इंफॉर्मेशन कलेक्ट करू जो विषय माने प्रभु को विषय अध्ययन करी कि जानू से विषय समाज रे माने कौन करबा को पड़िबो प्रतिपालन करबा को पड़िबो ए विषय कले निश्चित माने प्रभु को विषय जानिबा एवं प्रभु को कांसेप्ट का माने जानि परिबा। तो अप टू दिस ए पर्यंत माने लास्ट क्लास रे माने डिस्कशन करितिलु एंड देन टुडे we are going to see about the nature of theology धर्मशास्त्र रो प्रकृति धर्मशास्त्र रो प्रकृति थियोलॉजी तार प्रकृति कौन रही अछि एक्चुअली मु ऑलरेडी आपण मान को सम्मुख रे अनेक विषय रखी सारी अछि जे धर्मशास्त्र रो अर्थ कौन विशेष करी ए थियोलॉजी शब्द the words theology refer to the study of God माने एई शब्द थियोलॉजी शब्दटा परमेश्वरंकर विषय बा परमेश्वरंकर विषय अध्ययन करिवार विषय को सूचाए। थियोलॉजी रो अर्थ कोन जोटा कि परमेश्वरंकर विषय बा ईश्वरंकर विषय अध्ययन करिबा ताकू थियोलॉजी बोली कुआ जाए। तेबे तार स्वभाव कोन तार स्वभाव कोन थियोलॉजी रो स्वभाव कोन बा धर्मशास्त्र रो स्वभाव कोन विशेष करी धर्मशास्त्र रो स्वभाव परमेश्वरंक ईश्वरत्व एवं परमेश्वरंक डिविनिटी परमेश्वरंक तार सर्व विषय ए विषय डील करे बा ए विषय व्याख्या करे ए विषय एक्सप्लेनेशन करे ए विषय एक्सप्लोर करे ए विषय प्रकाश करे। तमर ईश्वरंक लोक माने आमाने जानिबा को पड़िबो जे धर्मशास्त्र कौन एवं तांकर बा धर्मशास्त्र रो प्रकृति कौन जदि आम्बाने जदि देखिबा when used in broader sense जदि जनरली ए शब्द को जदि हम माने देखिबा तेबे ए शब्द the word may include all the other doctrine revealed in the scripture तार अर्थ ए शब्द जदि बेला माने देखिबा थियोलॉजी रो शब्द तो अनेक तत्व विषय सेठी रही अछि अनेक तत्व विषय रही अछि जोटा कि बाइबल रे प्रकाश होई अछि अनेक तत्व विषय एडी इंडिकेट करूची जोटा कि बाइबल रे अछि
एंड हाउ गोटे विषय आम जानवाक पड़ो जे थियोलॉजी रो अर्थ बा थियोलॉजी रो प्रकृति होउची जोटा कि सर्व सृष्टिकर्ता विषय प्रकाश करे, सर्व सृष्टिकर्ता विषय प्रकाश करे, जे कि ए जगत को सृष्टि करी अछंती, जे कि ए मानव मानव को सृष्टि करी अछंती, जे कि ए सब सृष्टि करी अछंती, जो तांको विषय बा जो तांको विषय प्रकाशित होउची ताको कोन कुआ जाए, थियोलॉजी बोली कुआ जाए बा धर्मशास्त्र बोली कुआ जाए। तो एटी जदि देखिबा थियोलॉजी जेते बेले हम माने थियोलॉजी विषय जेते बेले हम अधिक भाव जदि ध्यान करिबा तो थियोलॉजी सब बेले seek to understand and articulate systematic manner information revealed to us by him। तार अर्थ जो विषय सब बाइबल रे परमेश्वर द्वारा आम जीवन रे प्रकाशित हुई अछि से विषय जो सिस्टमैटिकली प्रकाशित हुई अछि सही विषय को कौन बोली कहा जाए, थियोलॉजी बोली कहा जाए बा ताही धर्मशास्त्र धर्मशास्त्र प्रकृति। तो आउ गोटे विषय धर्मशास्त्र प्रकृति होउची जोटा कि अंतिम वास्तव विषय माने जानिताओ बा अंतिम विषय माने ज्ञान पाइताओ ताको कौन कहती, धर्मशास्त्र प्रकृति। The theology concern itself with ultimate reality। Who is ultimate reality? प्रभु ही ultimate reality के अंतिम वास्तव, परमेश्वर ही अंतिम वास्तव, से ही आरंभ से ही शेष। तांकर विषय जेते बेले प्रकाशित होउची, तांकर विषय जेते बेले हम अधिक और अधिक अधिक भाव जदि जानिबा ताही थियोलॉजी बोली कहा जाए बा ताही धर्मशास्त्र प्रकृति। So therefore as long as God is ultimate being or reality, theological reflection is ultimate human activity। तो जेहेतु परमेश्वर जे पर्यंत परमेश्वर अंतिम वास्तव से ही वास्तव मनुष्य कार्य रे ता प्रतिफलन होउची। किमिति सेटा प्रतिफलन होउची हमरे जानि अछु जे परमेश्वर होउचंती स्वयं परमेश्वर एंड से होउचंती अंतिम वास्तव एवं सही वास्तवटा आम को जीवन रे प्रतिफलन होउची। को बाबद रे प्रतिफलन होउची, किमिति रिफ्लेक्ट होउची तांकर चरित्र द्वारा, तांकर कार्य द्वारा। जेतु परमेश्वर आम को किमिति सृष्टि करी अछंती, बाइबल सेज गॉड हैज क्रिएटेड अस with his own image and likeness। परमेश्वर से अपना प्रतिमूर्ति रे सृष्टि कले माने से प्रतिमूर्ति केउटारो आसिला, परमेश्वर कटारो आसिला। तेणु करे आजी आम माने कोन करूछु ना तांको चरित्र का माने we are reflecting आम माने प्रतिफलन करूछु। that is called nature of theology। एटा टिके बुझिया पई टिके कष्ट लागुतिबो जेतु ए गुडी को टिके हाई लेवल कांसेप्ट तो टिके व्यस्त हेबे नाही जेते बेले मु धीरे धीरे आपण मानकु विभिन्न टॉपिक गुडी को एक्सप्लेनेशन करिबी तो आपण माने डेफिनेटली यू विल अंडरस्टैंड वेरी क्लियरली। तो आसो तो हम माने तृतीय पॉइंट को जीवा, हम माने डेफिनेशन ऑलरेडी कंप्लीट करि अछु एंड द्वितीय विषय होउची नेचर ऑफ थियोलॉजी। प्रथम विषय थिला डेफिनेशन ऑफ थियोलॉजी, धर्मशास्त्र रो संख्या माने संपूर्ण माने ऑलरेडी हम माने कंप्लीट करि अछु एंड सेकंड विषय ला धर्मशास्त्र रो प्रकृति कौन से विषय माने अध्ययन करि सारी अछु एंड लेट्स मूव टू द नेक्स्ट पॉइंट। व्हाट विल बी द नेक्स्ट पॉइंट? एगुड़ी का आम को पाई नो मु केतरा जो गुड़ी को जो विषय अति गुरुत्व से विषय एक्सप्लेनेशन करिया पई मु चेष्टा करिबी। ओके आसो तो देखिबा माने तृतीय विषय होउची डिविजन ऑफ थियोलॉजी, टाइप्स ऑफ थियोलॉजी, जोटा कि आज रो टॉपिक रही अछि। प्राय जे माने थियोलॉजी करिसंती वे तो जानि नथिबे टाइप्स ऑफ थियोलॉजी। प्राय पार्टी पिला मान को पचारुची टेल मी द टाइप्स ऑफ थियोलॉजी, जेते बेले से मान को ए प्रकार प्रश्न पचारुची से माने खोई पारंती नाही। आई डोंट नो से मान ए सब्जेक्ट भी मु पढौची से मान को, किंतु किछि दिन पर जेते बेले पचारुची दे यूज्ड टू फॉरगेट। सो मोर ईश्वर को लोक माने अनेक भाई माने थियोलॉजी करी कि आसुतिबे बेरे बेरे जे माने थियोलॉजी करथिबे से माने जानि नथिबे एक्चुअली थियोलॉजी केते प्रकार। तो आज हम माने से विषय शिखिबा थियोलॉजी केते प्रकार, धर्मशास्त्र केते प्रकार।
বা ডিভিজন অফ থিওলজি অর টাইপস অফ থিওলজি। তো প্রথম ହେଲା there are four types ଚାରି ପ୍ରକାର ଧର୍ମଶାସ୍ତ୍ର ରହିଅଛି। ଧର୍ମଶାସ୍ତ୍ର ଚାରି ପ୍ରକାର ରହିଅଛି। ପ୍ରଥମ ବିଷୟ ହେଲା ବିବ୍ଲିକାଲ ଥିଓଲୋଜି। ବିବ୍ଲିକାଲ ଥିଓଲୋଜି ବାଇବଲର ଧର୍ମଶାସ୍ତ୍ର। ବାଇବଲର ଧର୍ମଶାସ୍ତ୍ର ସେଟା ହଉଛି ପ୍ରଥମ ବିଷୟ। that is the first kind of theology. theology ପ୍ରଥମ ତାର ପ୍ରକାର ହେଲା ବାଇବଲ। ବାଇବଲ ଧର୍ମଶାସ୍ତ୍ର। ବାଇବଲ ଧର୍ମଶାସ୍ତ୍ର। ବାଇବଲ ଧର୍ମଶାସ୍ତ୍ର କହିଲେ କଣ ବୁଝୁଛନ୍ତି ଆପଣ ମାନେ? ଆମେ ଜାଣିଅଛୁ ବାଇବଲରେ ଏଇ ବାଇବଲରେ ପୁରାତନ ହେଉ କି ନୂତନ ନିୟମ ହେଉ କେତେଟା ପୁସ୍ତକ ରହିଅଛି। ନୂତନ ପୁରାତନ ନିୟମରେ 39 ରାଇଟ 39 and then ନୂତନ ନିୟମରେ 27 ରହିଅଛି। ତ ଯେତେବେଳେ ଆମେ ବିବ୍ଲିକାଲ ଥିଓଲୋଜି ସହିତ ଡିଲ୍ କରିବା, ଆପଣ ମାନେ ମନେ ରଖିବେ ଏ ବାଇବଲରେ ପରମେଶ୍ୱରଙ୍କ ବିଷୟ ଲେଖା ଅଛି ବୋଲି ଆମେ ଜାଣିବାକୁ ପଡିବ। ଯଦି ଆପଣ ମାନେ ଆରମ୍ଭରୁ ଯଦି ଆପଣ ମାନେ ପଠନ କରିବେ ଆଦି ପୁସ୍ତକରୁ ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ଆପଣ ମାନେ ପରମେଶ୍ୱରଙ୍କର ବିଷୟ ହିଁ ଅଧ୍ୟୟନ କରିବେ ବା କରୁଥିବେ। କେବଳ ଏସ୍ତର ପୁସ୍ତକରେ ପରମେଶ୍ୱରଙ୍କର ନାମ ନାହିଁ। ଅଦରୱାଇଜ ସବୁ ବାଇବଲରେ ମାନେ ସବୁ ପୁସ୍ତକରେ କଣ ପରମେଶ୍ୱରଙ୍କର ବିଷୟ ଉଲ୍ଲେଖ କରାଯାଇଅଛି। ଈଶ୍ୱରଙ୍କ ଲୋକମାନେ ବାଇବଲ ଧର୍ମଶାସ୍ତ୍ର ହଉଛି ଯୋଉଟା କି ଷ୍ଟଡି ଅଫ ଦ ସାକ୍ରେଡ ଟେକ୍ସ, ପବିତ୍ର ବାକ୍ୟ ଯୋଉଟା କି ଆମେ ଅଧ୍ୟୟନ କରୁ, ଯୋଉଟା କି ଲିଟରାଲି ଆକ୍ଷରିକ ଭାବରେ ଯୋଉଟା କି ଆମେ ପଠନ କରୁ। ଆଦି ପୁସ୍ତକ ଯଦି ଆଦି ପୁସ୍ତକ 1 ଅଧ୍ୟାୟ 1ରୁ 9 ପଦ ଯଦି ପଠନ କରୁଛନ୍ତି, ଷ୍ଟଡି କରୁଛନ୍ତି, ତାକୁ କଣ ବୋଲି କୁହାଯାଏ? ସେଟା ବିବ୍ଲିକାଲ ଥିଓଲୋଜି ବୋଲି ମଧ୍ୟ କୁହାଯାଏ। ତ ଯେତେବେଳେ ଆମେ ଷ୍ଟଡି କରିବା, ମନେକର ଏଟା ଏକ୍ସାମ୍ପଲ ଭାବରେ ଧରି ନିଅନ୍ତୁ, ଆଦି ପୁସ୍ତକ 1 ଅଧ୍ୟାୟ 1ରୁ 9 ପଦ ଯଦି ଅଧ୍ୟୟନ କରୁଛନ୍ତି, ସେଠି ଅନେକ ବିଷୟ ଦିଆଯାଇଅଛି। ସେଠି ସୃଷ୍ଟିର ବିଷୟ ଦିଆଯାଇଅଛି, ଏଠି ପରମେଶ୍ୱରଙ୍କର ବିଷୟ ସେଠି ଦିଆଯାଇଅଛି। ଯଦି ଷ୍ଟଡି କରିବେ ସେ ସବୁ ବିଷୟ ଆପଣ ମାନେ ଜାଣିପାରିବେ। you will understand everything. ତାପରେ କେବଳ ସେତିକି ନୁହଁ, ବିବ୍ଲିକାଲ ଲାଙ୍ଗୁଏଜ ବାଇବଲର ଭାଷା ମଧ୍ୟ ଆପଣ ମାନେ ଜାଣିପାରିବେ। ଆମେ ଜାଣୁଅଛୁ ଯେ ପୁରାତନ ନିୟମ ଇବ୍ରୁ ଭାଷାରେ ଲିଖିତ ବି ଅଛି, and then ନୂତନ ନିୟମ ହଉଛି କୋଉ ଭାଷାରେ? ଗ୍ରୀକ ଭାଷାରେ ଲିପିବଦ୍ଧ କରାଗଲା। ତ ଯେତେବେଳେ ଆମେ ମାନେ ବିବ୍ଲିକାଲ ଥିଓଲୋଜି ଇଏ କରିବା, ଷ୍ଟଡି କରିବା, ମୋର ଈଶ୍ୱରଙ୍କ ଲୋକମାନେ, ଯେ ବିବ୍ଲିକାଲ ଥିଓଲୋଜିରେ କେବଳ ପେସେଜ ଗୁଡିକ ସେଠି ଆମେ ମାନେ ଅଧ୍ୟୟନ କରିନଥାଉ, ସେଠିକା ପେସେଜର ବ୍ୟାକଗ୍ରାଉଣ୍ଡ ବିଷୟ ଆମେ ଅଧ୍ୟୟନ କରିଥାଉ। ତେଣୁକରି ମୁଁ ଓଲ୍ଡ ଟେଷ୍ଟମେଣ୍ଟ ସର୍ଭେ, ନ୍ୟୁ ଟେଷ୍ଟମେଣ୍ଟ ସର୍ଭେ ଯେତେବେଳେ ଆମେ ଅଧ୍ୟୟନ କରିଥିଲୁ, ମନେ ଥିବ ଆପଣ ମାନେ ମନେ ଥିବ, ଆପଣ ମାନଙ୍କ ମନରେ ହୁଏତ ଥିବ କି ଯେତେବେଳେ ଆମେ ଗୋଟେ ପୁସ୍ତକ ପରେ ପୁସ୍ତକ ଯେତେବେଳେ ଆମେ ଅଧ୍ୟୟନ କରିଥିଲୁ, ସେ ସମୟରେ ବ୍ୟାକଗ୍ରାଉଣ୍ଡ ବିଷୟ, କଣ୍ଟେକ୍ସ ବିଷୟ, ସେ ପ୍ରତ୍ୟେକ ପୁସ୍ତକର ପରିବେଶର କଣ କଣ ଥିଲା, ସେ ବିଷୟ ଆମେ କଣ କରିଥିଲୁ ନା ଆଲୋଚନା କରିଥିଲୁ। ତ ବିବ୍ଲିକାଲ ଥିଓଲୋଜି ଏଠି ବାଇବଲର ପେସେଜର କଣ୍ଟେକ୍ସ ଗୁଡିକ, ବ୍ୟାକଗ୍ରାଉଣ୍ଡ ବିଷୟ ଗୁଡିକ ସବୁ ବାହାର କରେ ବା ଡିଲ୍ କରେ ବିବ୍ଲିକାଲ ଥିଓଲୋଜି। କେବଳ ସେତିକି ନୁହଁ, ବିବ୍ଲିକାଲ ଥିଓଲୋଜିରେ ବାଇବଲକୁ ଆମେ କେମିତି ଏକ୍ସପ୍ଲେନେସନ କରିବାକୁ ପଡିବ। ବେଳେ ବେଳେ ଆମେ
ବାଇବଲ ପଠନ କରିଥାଉ, କିନ୍ତୁ ବାଇବଲ କେମିତି ବ୍ୟାଖ୍ୟା କରାଯାଏ ସେଟା ମାନେ ଜାଣିନଥାଉ। ତେଣୁକରି ବିବ୍ଲିକାଲ ଥିଓଲୋଜି ଏହି ସବୁ ବିଷୟରେ କିମ୍ବା ଏ ସବୁ ବିଷୟ ଡିଲ୍ କରେ। ଟେକ୍ସ ସହିତ ବାକ୍ୟ ଆକ୍ଷରିକ ଭାବରେ ଷ୍ଟଡି କରିବା ପାଇଁ ସାହାଯ୍ୟ କରିଥାଏ ଏବଂ ବାଇବଲର ଭାଷାକୁ ଭାଷାରେ ଲିଖିତ ହୋଇଅଛି ସେ ବିଷୟକୁ ଆମମାନଙ୍କୁ ବୁଝେଇ ଦେଇଥାଏ। ଏଣ୍ଡ ଦେନ୍ ବାଇବଲକୁ କେମିତି ବ୍ୟାଖ୍ୟା କରାଯାଏ ସେଇ ସବୁ ବିଷୟ ସେଇ ପ୍ରକାର ଜ୍ଞାନ ଗୁଡ଼ିକ ଆମମାନଙ୍କୁ ଦେଇଥାଏ। ସୋ ମୋର ଈଶ୍ୱରଙ୍କ ଲୋକମାନେ ଆମମାନେ ବାଇବଲ ଧର୍ମଶାସ୍ତ୍ର ଆମମାନେ ଜାଣିବାକୁ ପଡିବ। ହଁ, ଥିଓଲୋଜି ତ ଥିଓଲୋଜି ଆପଣ ମାନେ କରିଛନ୍ତି, କିନ୍ତୁ ଥିଓଲୋଜି କେତେ ପ୍ରକାର? ଥିଓଲୋଜି 4 ପ୍ରକାର। ପ୍ରଥମେ ହେଲା ବିବ୍ଲିକାଲ ଥିଓଲୋଜି, ଯୋଉଟା କି ବାଇବଲ ଧର୍ମଶାସ୍ତ୍ର ବୋଲି କୁହାଯାଏ। ବାଇବଲ ଧର୍ମଶାସ୍ତ୍ର ବୋଲି କୁହାଯାଏ। ତ ଆପଣ ମାନେ ଯଦି ବାଇବଲ ଯଦି ପଠନ କରୁଛନ୍ତି, ଅଧ୍ୟୟନ ଯଦି କରୁଛନ୍ତି ଏବଂ ସେଥିରୁ ଯଦି କିଛି ମେସେଜ ପ୍ରିପେୟାର କରୁଛନ୍ତି, ଏଣ୍ଡ ଦେନ୍ ପ୍ରଚାର କରୁଛନ୍ତି, ଏକ୍ସପ୍ଲେନେସନ କରୁଛନ୍ତି ଏବଂ କହୁଛନ୍ତି ପରମେଶ୍ୱରଙ୍କର ବିଷୟ, ସେଟା ହଉଛି ବିବ୍ଲିକାଲ ଥିଓଲୋଜି। You are talking about biblical theology. Okay? And then ଦ୍ୱିତୀୟ ହେଲା historical theology. ଦ୍ୱିତୀୟ ବିଷୟ ହେଲା historical theology, ଯୋଉଟା କି ଐତିହାସିକ ଧର୍ମଶାସ୍ତ୍ର ବୋଲି ମଧ୍ୟ କୁହାଯାଏ। ଐତିହାସିକ ଧର୍ମଶାସ୍ତ୍ର ବୋଲି ମଧ୍ୟ କୁହାଯାଏ। ମୋର ଈଶ୍ୱରଙ୍କ ଲୋକମାନେ, ଐତିହାସିକ ଧର୍ମଶାସ୍ତ୍ର ମାନେ କଣ? ମାନେ ଇତିହାସରେ ପରମେଶ୍ୱର କଣ କଣ କରିଅଛନ୍ତି, ଇତିହାସରେ ପରମେଶ୍ୱର କଣ କଣ କରିଅଛନ୍ତି ଏବଂ ମଣ୍ଡଳୀରେ ପରମେଶ୍ୱର କଣ କଣ କରିଅଛନ୍ତି ସେଇ ବିଷୟ। ଇତିହାସରେ ପରମେଶ୍ୱର କଣ କଣ କରି ଆସିଅଛନ୍ତି, ପୁରାତନ ନିୟମରୁ ନୂତନ ନିୟମ ପର୍ଯ୍ୟନ୍ତ ପରମେଶ୍ୱର ନିଜକୁ କେମିତି ପ୍ରକାଶ କରିଅଛନ୍ତି, ତାଙ୍କର ମୂଳ କାର୍ଯ୍ୟ କଣ ଥିଲା, କେମିତି ଲୋକମାନଙ୍କୁ ଉଦ୍ଧାର କଲା ବା କେମିତି ଲୋକମାନଙ୍କୁ ଉଦ୍ଧାର କରୁଥିଲା, କେମିତି ଲୋକମାନଙ୍କୁ ସେ ପରିଚାଳନା କରୁଥିଲା, ସେହି ବିଷୟ ଆମ୍ଭେମାନେ ସେ ଐତିହାସିକ ଧର୍ମଶାସ୍ତ୍ର ମାନେ ଅଧ୍ୟୟନ କରିବା। ସେତିକି ନୁହଁ, ହିଷ୍ଟ୍ରି ଅଫ ଡକ୍ଟ୍ରିନ୍ ଏଣ୍ଡ ଅଫ କ୍ରିଡ୍, ଏଟା ଟିକେ ଆପଣ ମାନେ ଟିକେ ଜାଣିଥିବେ କି ଜାଣିନଥିବେ, ଏଠି ଯିଏ ମାନେ ଟିକେ ଥିଓଲୋଜି କରିଛନ୍ତି ଆପଣ ମାନେ ଜାଣିଥିବେ, ଆଦ୍ୟ ମଣ୍ଡଳୀର ଇତିହାସ, medieval church history, and then reformation church history, enlightenment church history, modern church history। ଟିକେ ଏଠି ଦେଖନ୍ତୁ କେମିତି ଏଠି ଡିଭାଇଡ କରାଯାଇଅଛି। ଆଦ୍ୟ ମଣ୍ଡଳୀର ଇତିହାସ, and then medieval history ବୋଲି କହନ୍ତି, reformation history ବୋଲି କହନ୍ତି, modern history ବୋଲି କହନ୍ତି। ସେକୁଲାର ସବଜେକ୍ଟରେ ବି ହିଷ୍ଟ୍ରି ଡିପାର୍ଟମେଣ୍ଟରେ ଅଛି ଏଗୁଡିକ। ତ ହିଷ୍ଟୋରିକାଲ ଥିଓଲୋଜି ହଉଛି ଏ ଥିଓଲୋଜିକୁ ହିଷ୍ଟ୍ରିରେ ଆପ୍ଲାଏ କରିବା। ମାନେ ଇତିହାସରେ ପରମେଶ୍ୱର କଣ କଣ କରି ଆସୁଅଛନ୍ତି, ଯେହେତୁ ଆମେ ମାନେ ଜାଣିଅଛୁ, ଆମେ ଆଜି ଆମେ କୋଉ ମସିହାରେ ଅଛୁ? 2024। ତ ଆଜି ଆମେ ପୋଷ୍ଟ ମଡର୍ନ ଟାଇମରେ ଅଛୁ। ତ ପରମେଶ୍ୱର ପୁରାତନ ନିୟମରୁ ଏବେ ପର୍ଯ୍ୟନ୍ତ ସେ କଣ କରି ଆସୁଅଛନ୍ତି, ସେଟା ହଉଛି ହିଷ୍ଟୋରିକାଲ ଥିଓଲୋଜି। ଏଣ୍ଡ ତା ସହିତ ହିଷ୍ଟୋରିକାଲ ଥିଓଲୋଜି ହଉଛି ଇତିହାସରେ ଆଦ୍ୟ ମଣ୍ଡଳୀରେ ବା ମିଡିଭଲ ପିରିୟଡରେ, ରେଫର୍ମେସନ ପିରିୟଡରେ, ଏନଲାଇଟେନମେଣ୍ଟ ପିରିୟଡରେ, ଏଣ୍ଡ ଦେନ୍ ମଡର୍ନ ଆଧୁନିକ ସମୟରେ ଏବଂ ପୋଷ୍ଟ ଆଧୁନିକ ସମୟରେ ଜ୍ଞାନୀ ମାନେ, ଥିଓଲୋଜିଆନ ମାନେ, ଯେମାନେ ଧର୍ମଶାସ୍ତ୍ର ଅଧ୍ୟୟନ କରିଛନ୍ତି, ସେମାନଙ୍କର ଏକ୍ସପ୍ଲେନେସନ କେମିତି ରହିଅଛି, କଣ କଣ ରହିଅଛି ପରମେଶ୍ୱରଙ୍କ ପ୍ରତି, ପବିତ୍ର ଆତ୍ମାଙ୍କର ପ୍ରତି, ବାଇବଲ ପ୍ରତି, କଣ କଣ କେମିତି ରହିଅଛି ସେମାନଙ୍କର ଇଣ୍ଟରପ୍ରିଟେସନ, ସେମାନଙ୍କର ଏକ୍ସପ୍ଲେନେସନ, ସେଇ ବିଷୟ ଆମେ ଜାଣିପାରିବା ଐତିହାସିକ ବା ଇତିହାସିକ ଧର୍ମଶାସ୍ତ୍ରରେ। ସୋ
आपण माने टिके मनरे रखिबे कि ऐतिहासिक ऐतिहासिक धर्मशास्त्र होउची जोटा कि परमेश्वरंकर प्रकाशन बा परमेश्वरंकर प्रकाश इतिहास रे किमिति हैला किमिति आसु अछि तांकर प्रकाश विषय जेतेबेले से निजको प्रकाश कले लोकमानक सहित से केमिति डीलिंग करी अछंती बा केमिति से लोकमानक सहित कथोपकथन कले लोकमानक सहित से केमिति रहुतिले एवं केमिति से केमिति लोकमानक परिचालना करुतिले सही विषय हम माने आ ऐतिहासिक धर्मशास्त्र माने जानी परिबा ओके एवं इतिहास रे कौन कौन विश्वास रही अछि आपण माने जानी दिबे इतिहास रे कौन रही अछि से विषय आपण माने जानी पारिबे रोमान कैथोलिक मंडली किमिति हैला एवं बाप्तिस्ट मंडली किमिति हेजिला सेमानकर विश्वास किमिति थिला ए सब विषय आपण माने जानी पारिबे हिस्टोरिकल थियोलॉजी रे ओके एंड देन हाउ गुटे होउची जोटा कि 3rd नंबर रे होउची सिस्टमैटिक थियोलॉजी व्यवस्थित धर्मशास्त्र व्यवस्थित धर्मशास्त्र मोर ईश्वर लोक माने व्यवस्थित धर्मशास्त्र रे ए विषय आम मान को शिक्षा ए विषय माने शिक्षा पाई ताऊ जोटा कि बाइबल रो अनेक विषय वस्तु रही अछि गुटे एग्जांपल मु देबा पई चाहिबी बाइबल रे कौन सी विषय वस्तु जदि आपण माने फाइंड आउट करिवे यू विल फाइंड विश्वास विषय सुक्ति विषय एंड प्रतिज्ञा विषय आउ कौन कौन गुड़ाए अछि विभिन्न प्रकार टॉपिक रही अछि तो सेही टॉपिक को जदि आपण माने अरेंज करूचंती क्रमागत भाବରେ जदि सजौचंती सिस्टमैटाइज जदि करूचंती सेटा परमेश्वरଙ୍କ सहित लिंक हेबाकू पड़िबो मैं परमेश्वरଙ୍କ विषय सहित जोड़ित हेबाकू पड़िबो परमेश्वरଙ୍କ सहित संपर्क रहिबाकू पड़िबो जदि सही टॉपिक गुड़िक से विषय वस्तु गुड़िक जदि परमेश्वरଙ୍କ सहित जदि किछि संपर्क रही अछि बा परमेश्वर के ज्ञान विषय जदि सेठी अछि एवं जदि सेठी आपण माने गठन करूचंती गुटे कांसेप्ट को ताकू कोन कहंती व्यवस्थित धर्मशास्त्र बोली कुआ जाए सिस्टमैटिक थियोलॉजी आपण माने जानिबे जे सिस्टमैटिक थियोलॉजी रे सेठी 10 गुटी तत्व रही अछि सिस्टमैटिक थियोलॉजी रे 10 गुटी तत्व रही अछि मोर ईश्वरଙ୍କ लोक माने ऑलरेडी मु गुटे तत्व ऑलरेडी कंप्लीट करी अछि कोटा एक्लेसियोलॉजी एक्लेसियो जोटा कि स्टडी ऑफ चर्च मंडली रो अध्ययन विषय कंप्लीट करी अछि तो सेमिति ए सिस्टमैटिक थियोलॉजी रे 10 गुटी तत्व रही अछि एवं सही तत्व विषय ए सिस्टमैटिक थियोलॉजी अंडर आसु अछि जेतु तत्व गुडी को एवं सही गभीर विषय वस्तु विषय एटी सिस्टमैटिकली अरेंज करा जाय अछि तेणु करी ताकू कोन बोली कुआ जाय सिस्टमैटिक थियोलॉजी बोली कुआ जाय बा व्यवस्थित धर्मशास्त्र बोली कुआ जाय ठीक बुझिया पाई ठीक कष्ट होउची कि आई होप यू आर एबल टू अंडरस्टैंड मु कोन कहिली सिस्टमैटिक थियोलॉजी जोटा कि 10 गुटी तत्व रही अछि 10 गुटी तत्व मध्यरु मु ऑलरेडी गुटी डॉक्ट्रिन आपण मानको सम्मुखरे रखी अछि जोटा कि एक्लेसियोलॉजी मंडली रो विषय अध्ययन करिबा तो ऑलरेडी गुटे हम माने कंप्लीट करी अछि आउ नोटा अछि अंडर द सिस्टमैटिक थियोलॉजी तो तेणु कर एटी लेखा हिची इट टेक्स मटेरियल furnished by exegetical historical theology arrange them in logical order that great added of theological study माने से concept गुडी को विषय वस्तु गुडी को लॉजिकली एटी क्रमागत भाबरे कोन करे ना गठन करे तेणु कर मु गुटी एग्जांपल देबा पई चाहिबी बाइबल रे जदी आपण माने देखिबे आदि पुस्तक रु रेवलेशन पुस्तक जदि देखिबे सेठी अनेक गुडिको माने अनेक प्रकार टॉपिक रही अछि अनेक प्रकार विषय वस्तु रही अछि
ହୁଏ ତ ହେଇପାରେ ବିଶ୍ୱାସ, ହୁଏ ତ ହେଇପାରେ ପ୍ରତିଜ୍ଞା ବିଷୟ, ହୁଏ ତ ହେଇପାରେ କଣ ଗୋଟେ ଆଶା କି ଭରସା ଗୋଟେ ଗୋଟେ ଟପିକ ରହିଅଛି ବାଇବଲରେ। ତ ଯଦି ଆପଣ ମାନେ ଯୋଉ ଟପିକାଲ ଭାବରେ ଯୋଉ ଯେତେବେଳେ ଆମେ ମେସେଜ କରିଥାଉ ବିଶ୍ୱାସ, ଆଜି ହଉଛି ମୋର ବିଶ୍ୱାସ, ମୋର ଟପିକ ହଉଛି ବିଶ୍ୱାସ, ଏବଂ ସେଇ ବିଶ୍ୱାସ ଟପିକ ଅନୁସାରେ ଆମେ ମାନେ କୋଉଠି ଯାଇଥାଉ ବାଇବଲରେ, ପୁରାତନ ନିୟମରୁ ନୂତନ ନିୟମ, ନୂତନ ନିୟମରୁ ପୁରାତନ ନିୟମ, କେତେଟା ରେଫରେନ୍ସେସ୍ ଗୁଡିକ କାଢିକି ଆମେ ମାନେ କଣ କରିଥାଉ, ମେସେଜ ଦେଇଥାଉ। ତ ସିଷ୍ଟମେଟିକ ଥିଓଲୋଜି ହଉଛି 10 ଡକ୍ଟ୍ରିନ ରହିଅଛି। ସିଷ୍ଟମେଟିକ ଥିଓଲୋଜିରେ 10ଟା ଡକ୍ଟ୍ରିନ ରହିଅଛି ଏବଂ ସେଇ ଡକ୍ଟ୍ରିନ ଗୁଡିକ ବାଇବଲରୁ ହିଁ ଆଧାରିତ, ବାଇବଲରୁ ହିଁ ଡେଭଲପ ହୋଇଅଛି ଏବଂ ସେହି ଡକ୍ଟ୍ରିନ ଗୁଡିକ ସିଷ୍ଟମେଟିକଲି, ଲଜିକାଲି ଗଠନ କରାଯାଇଅଛି। ତେଣୁକରି ମୁଁ କହିସାରିଛି 10ଟା ଡକ୍ଟ୍ରିନ କଣ କଣ ଅଛି, ମୁଁ ନେକ୍ସଟ ପେଜରେ ଆପଣମାନଙ୍କ ସମ୍ମୁଖରେ ରଖିବି। ଏଣ୍ଡ ଦେନ୍ ଥାର୍ଡ ନମ୍ବର ହଉଛି ପ୍ରାକ୍ଟିକାଲ ଥିଓଲୋଜି, ବ୍ୟବହାରିକ ଧର୍ମଶାସ୍ତ୍ର। ବ୍ୟବହାରିକ ଧର୍ମଶାସ୍ତ୍ର, ବ୍ୟବହାରିକ ଧର୍ମଶାସ୍ତ୍ର ମାନେ କଣ? ଯୋଉଠି ଯୋଉ ବିଷୟ ସବୁବେଳେ ଆମେ କରିଥାଉ ଏଣ୍ଡ ଦେନ୍ ସେହି ବିଷୟ ପରମେଶ୍ୱରଙ୍କ ସହିତ ରିଲେଟେଡ ହେବାକୁ ପଡିବ। ଓକେ, ଫର ଏକ୍ସାମ୍ପଲ ପ୍ରିଚିଂ, ତେଣୁକରି ଓମିଲିଟିକ୍ସ ସେଠି ଲେଖା ହେଇଛି। ଓମିଲିଟିକ୍ସ ଅଲରେଡି ଯୋସେଫ ମାଝୀ ସାର୍ ଆମକୁ ଶିକ୍ଷା ଦେଇ ଅଛନ୍ତି। ଓମିଲିଟିକ୍ସ ବା ପ୍ରିଚିଂ, ଟିଚିଂ, এটা ପ୍ରାକ୍ଟିକାଲି ଆମେ କରୁଛୁ। ପ୍ରାକ୍ଟିକାଲି କୋଉ ସମ୍ପର୍କ ସହିତ? ପରମେଶ୍ୱରଙ୍କ ଯୋଉ ବିଷୟ ସମ୍ପର୍କ ରହିଅଛି, ସେ ସମ୍ପର୍କ ବିଷୟ ଯଦି ଆମେ ପ୍ରାକ୍ଟିକାଲି ବା ବ୍ୟବହାରିକ ଭାବରେ ଯଦି ତାହା କରୁଛୁ, ତାକୁ ପ୍ରାକ୍ଟିକାଲ ଥିଓଲୋଜି ବୋଲି କୁହାଯାଏ। ପ୍ରାକ୍ଟିକାଲ ଥିଓଲୋଜି ବୋଲି କୁହାଯାଏ। ତେଣୁକରି ପ୍ରାକ୍ଟିକାଲ ଥିଓଲୋଜି ହଉଛି ହୁଏତ ଅର୍ଗାନାଇଜେସନ ବି ହେଇପାରେ। SBCINS ଗୋଟେ ଅର୍ଗାନାଇଜେସନ ସାର୍, ସେଠି କଣ ପାଇଁ ଅର୍ଗାନାଇଜେସନ ଭାବରେ ଏକ୍ଜିଷ୍ଟ ଅଛି? ବିକଜ ଦେ ଆର୍ ଡୁଇଂ ଗଡ୍ସ ୱାର୍କ। ବିଶ୍ୱବାଣୀ ଗୋଟେ ଅର୍ଗାନାଇଜେସନ। ୱାଇ ବିଶ୍ୱବାଣୀ ଇଜ ଏକ୍ଜିଷ୍ଟିଂ? କାହିଁ ବିଶ୍ୱବାଣୀ ମିନିଷ୍ଟ୍ରି କାହିଁ ଚାଲୁଛି? ଯେହେତୁ ପରମେଶ୍ୱରଙ୍କ ସହିତ ସମ୍ପର୍କ ରହିଅଛି, ପରମେଶ୍ୱରଙ୍କ ବାକ୍ୟ ସହିତ କିଛି ସମ୍ପର୍କ ରହିଅଛି। ଓକେ, ପ୍ରିଚିଂ, ଟିଚିଂ and then leading the worship. Leading the worship, ଯଦି ଆମେ ମାନେ ଉପାସନା ଲିଡ୍ କରୁ, ପ୍ରାର୍ଥନା କରୁ, ପ୍ରଚାର କରୁ, ତାକୁ କଣ କହନ୍ତି? ସେ ବିଷୟ ଗୁଡିକ ପ୍ରାକ୍ଟିକାଲ ଥିଓଲୋଜି ଅଣ୍ଡରରେ ଆସୁଛି। or we can say it is application of theology. application ବୋଲି ଆମେ ବେଳେ ବେଳେ କହି ନଥାଉ କି ଆପ୍ଲିକେସନ ପାର୍ଟଟା କଣ ଥିଲା? ଆମର ଇମ୍ପ୍ଲିମେଣ୍ଟେସନ, ସେ କନସେପ୍ଟ ଗୁଡିକ କେମିତି ଆମେ ଇମ୍ପ୍ଲିମେଣ୍ଟେସନ କରୁଛୁ, ଆମମାନଙ୍କ ବ୍ୟବହାରିକ ଜୀବନରେ ବା ଆମମାନଙ୍କ ଦିନହୀନ ଲାଇଫରେ କେମିତି ବ୍ୟବହାର କରୁଛନ୍ତି। ଯଦି ଆମମାନଙ୍କ ଡେଲି ଲାଇଫରେ ବା ଆମମାନଙ୍କର ଦୈନନ୍ଦିନ ଜୀବନରେ କିଛି ଯଦି ପ୍ରଭୁଙ୍କ ବିଷୟ ପ୍ରୟୋଗ କରୁଛୁ, ବ୍ୟବହାର କରୁଛୁ ବା ଇମ୍ପ୍ଲିମେଣ୍ଟ କରୁଛନ୍ତି, ତାହା ହିଁ ପ୍ରାକ୍ଟିକାଲ ଥିଓଲୋଜି ବୋଲି କୁହାଯାଏ। ତମର ଈଶ୍ୱରଙ୍କ ଲୋକମାନେ ଆପଣମାନେ ମନରେ ରଖିବେ ବା ଆପଣମାନେ ମେମୋରାଇଜ କରିବେ କି ଥିଓଲୋଜି 4 ପ୍ରକାର ରହିଅଛି। ପ୍ରଥମ ଥିଲା ବିବ୍ଲିକାଲ ଥିଓଲୋଜି, ଦ୍ୱିତୀୟ ଥିଲା ହିଷ୍ଟୋରିକାଲ ଥିଓଲୋଜି, ତୃତୀୟ ହେଲା ସିଷ୍ଟମେଟିକ ଥିଓଲୋଜି, ଚତୁର୍ଥ ହେଲା ପ୍ରାକ୍ଟିକାଲ ଥିଓଲୋଜି। ତ ଥିଓଲୋଜିଆନ ଯେମାନେ ଥିଓଲୋଜି ଶିଖୁଛନ୍ତି, ଏ ବେସିକ ବିଷୟ ଜାଣିବା ଦରକାର। ଯଦି ଆମେ ଜାଣିନୁ, ଯଦି କିଏ ଆସିକି କହିବ ଭାଇ ଥିଓଲୋଜି ଶିଖୁଛନ୍ତି କିନ୍ତୁ ଥିଓଲୋଜି କେତେ ପ୍ରକାର, ତ we must be able to respond this one. Theology 4 types है: biblical theology, historical theology, systematic theology and practical theology. ओके, तो हम माने ए सब विषय मु पढ़ेबी नहीं। बिब्लिकल थियोलॉजी माने कौन कौन? बिब्लिकल थियोलॉजी से विषय जदि मु एक्सप्लेनेशन करिबी तो आउतर गुटे वर्ष लागिबो। ओल्ड टेस्टमेंट थियोलॉजी, न्यू टेस्टमेंट थियोलॉजी गुटे गुटे सेमिस्टर रे ओल्ड टेस्टमेंट थियोलॉजी, न्यू टेस्टमेंट थियोलॉजी सिकेइबे। से थियोलॉजी बिब्लिकल थियोलॉजी अंडर रे आसुची। एंड हिस्टोरिकल थियोलॉजी 3 वर्ष लागिबो सब, माने प्रत्येक सेमिस्टर गुटे गुटे सब्जेक्ट माने सेठी पार्ट पार्ट करिकी दिया जाईची। एंड सिस्टमैटिक थियोलॉजी मैक्सिमम 2 सेमेस्टर दियंती। 2 सेमेस्टर जेतु सेठी 10टा डॉक्ट्रिन रही अछि एवं सेही डॉक्ट्रिन गुडी को 5 भाग रे विभक्त करिकी 2टा सेमेस्टर रे
ପଢାନ୍ତି ସେମିତି and practical theology ମଧ୍ୟ ସେମିତି। ତ ଆଜି ଜଷ୍ଟ ମୁଁ ଆପଣମାନଙ୍କ ସମ୍ମୁଖରେ କିଛି ରଖିବା ପାଇଁ ଚାହିଁବି। What's time now? Time କେତେଟା ହେଲା? 8:50. ହଁ 8:50. 8:50 that means 10 minute କେବଳ ଅଛି। ମୁଁ ଜଷ୍ଟ ଇଣ୍ଟ୍ରୋଡ୍ୟୁସ କରିବି ସେଇ ସିଷ୍ଟମେଟିକ ଥିଓଲୋଜି ବିଷୟ and ତାପରେ ଆମେ ସମାପ୍ତ କରିବା। and ଏଠି ଦେଖନ୍ତୁ ଓକେ ସିଷ୍ଟମେଟିକ ଥିଓଲୋଜି ଚାରି ପ୍ରକାର ଥିଓଲୋଜିରୁ ଆମେ କେବଳ ଗୋଟେ ଥିଓଲୋଜିକୁ ନେବା ସିଷ୍ଟମେଟିକ ଥିଓଲୋଜି। ଯେହେତୁ ସିଷ୍ଟମେଟିକ ଥିଓଲୋଜି ଏଟା ଶିଖିଲେ ବହୁତ ଭଲ ଆମମାନଙ୍କ ପାଇଁ ଏ ଲେଭେଲରେ, ଯେହେତୁ ଏଟା ହଉଛି ବହୁତ ବିବ୍ଲିକାଲ ଓରିଏଣ୍ଟେଡ, ବାଇବଲରୁ ସବୁ ଆଧାରିତ, ବାଇବଲରୁ ହିଁ ସବୁ ଏ ଥିଓଲୋଜି ଗୁଡିକ ରହିଅଛି। ତେଣୁକରି ଆମମାନେ ଏଇ ସିଷ୍ଟମେଟିକ ଥିଓଲୋଜି ଆମମାନେ ଶିଖିବା। ତ ଅଣ୍ଡର ସିଷ୍ଟମେଟିକ ଥିଓଲୋଜି 10 ଗୋଟି ଡକ୍ଟ୍ରିନ ଗୁଡିକ ରହିଅଛି। ବିବ୍ଲିଓଲୋଜି ଗ୍ରନ୍ଥ ବିଜ୍ଞାନ ବୋଲି କହନ୍ତି। ଥିଓଲୋଜି ପ୍ରପର ଥିଓଲୋଜି ପ୍ରପର ଅର୍ଥ ହଉଛି ନିର୍ଦ୍ଦିଷ୍ଟ ଧର୍ମଶାସ୍ତ୍ର, ଯୋଉଟା କି କେବଳ ପରମେଶ୍ୱରଙ୍କର ବିଷୟ ଆମେ ଡିଲ୍ କରିବା। ବିବ୍ଲିଓଲୋଜିର ଅର୍ଥ ହଉଛି କେବଳ ବାଇବଲ ବିଷୟ, କେବଳ ବାଇବଲ, ବାଇବଲ କିଏ ଲେଖିଲା, ବାଇବଲ କେମିତି ଆସିଲା, କେମିତି ବାଇବଲକୁ ଆଇଡେଣ୍ଟିଫାଇ କଲେ, ବାଇବଲ କେମିତି ଆମେ ଏକ୍ସପ୍ଲେନେସନ କରିବା, ଏସବୁ ରହିଅଛି। and then ଥିଓଲୋଜି ପ୍ରପର ହଉଛି ପରମେଶ୍ୱର କିଏ ସୃଷ୍ଟି କଲା, ସେ କେମିତି ଆସିଲା, କେମିତି ମନୁଷ୍ୟ ମାନଙ୍କ ଜୀବନରେ ସେ ନିଜକୁ ପ୍ରକାଶ କଲେ, ସେ ବିଷୟ ଆମେ ଡିଲ୍ କରିବା। and then ଖ୍ରୀଷ୍ଟୋଲୋଜି ଖ୍ରୀଷ୍ଟଙ୍କ ବିଷୟ, ଖ୍ରୀଷ୍ଟ ଧର୍ମଶାସ୍ତ୍ର ବୋଲି କହନ୍ତି। and then ଆଉ ଗୋଟେ ହଉଛି ନ୍ୟୁମାଟୋଲୋଜି ପବିତ୍ର ଆତ୍ମାଙ୍କର ବିଷୟରେ ଅଧ୍ୟୟନ କରିବା। and then ଏଞ୍ଜେଲୋଲୋଜି ଦୂତଙ୍କ ବିଷୟରେ ଅଧ୍ୟୟନ କରିବା। and then କିଛି ବ୍ୟବସ୍ଥା ହୁଅନ୍ତୁ ନାହିଁ, ମୁଁ ଆଉ ଥରେ ଏ କ୍ଲାସଟା ନେବି, ଡିଟେଲ ମୁଁ ନେବି। and ଆନ୍ଥ୍ରୋପୋଲୋଜି ମଣିଷ ବିଷୟରେ ଅଧ୍ୟୟନ କରିବା, ମଣିଷ କେମିତି ସୃଷ୍ଟି କରାଗଲା, ମାନେ ପରମେଶ୍ୱର କେମିତି ମଣିଷକୁ ସୃଷ୍ଟି କଲେ। ଯେହେତୁ ଅନେକ ଲୋକ ମାନେ କହନ୍ତି ମଣିଷ ମାଙ୍କଡରୁ ଆସିଲା, କିନ୍ତୁ ବାଇବଲ କଣ କହୁଛି ସେ ବିଷୟ ଆମେ ଦେଖିବା। and ଥିଓଲୋଜି ପାପ ବିଷୟରେ ଅଧ୍ୟୟନ କରିବା, ପାପ କଣ, ପାପ କେମିତି ଏ ଜଗତରେ ପ୍ରବେଶ କଲା, ପାପ କିଏ ସୃଷ୍ଟି କଲା, ସେ ବିଷୟ ମାନେ ଅଧ୍ୟୟନ କରିବା। ସଟିରିଓଲୋଜିର ଅର୍ଥ ହଉଛି ପରିତ୍ରାଣ ବିଷୟ ଅଧ୍ୟୟନ କରିବା। ପରିତ୍ରାଣ କିଏ ଆମମାନଙ୍କୁ ଦେଲେ, ପରିତ୍ରାଣ କେତେ ପ୍ରକାର, ତାର ପ୍ରୋସେସ କଣ, ସେ ବିଷୟ ମାନେ ଅଧ୍ୟୟନ କରିବା। ଆଉ 9 ନମ୍ବର ହଉଛି ଏକ୍ଲେସିଓଲୋଜି। ଏକ୍ଲେସିଓଲୋଜି ଅଲରେଡି ଆମେ କମ୍ପ୍ଲିଟ କରିଅଛୁ। ଏଟା ଏକ୍ଲେସିଓଲୋଜି ମଣ୍ଡଳୀର ବିଷୟ ଅଧ୍ୟୟନ। ତ ଏ ଏକ୍ଲେସିଓଲୋଜି ଏ ସିଷ୍ଟମେଟିକ ଥିଓଲୋଜି ଅଣ୍ଡରରେ ଆସୁଛି। and ଏସ୍କାଟୋଲୋଜି ହଉଛି ଶେଷ ବିଷୟ, ଯୋଉଟା କି ବୁକ୍ ଅଫ ରେଭେଲେସନ ସହିତ କନେକ୍ଟେଡ ଅଛି। ତ ମୋର ଈଶ୍ୱରଙ୍କ ଲୋକମାନେ ସିଷ୍ଟମେଟିକ ଥିଓଲୋଜିରେ କେତେଟା ଡକ୍ଟ୍ରିନ ଅଛି? 10ଟା ଡକ୍ଟ୍ରିନ। ଯଦି ଆପଣ ମାନେ 10ଟା ଡକ୍ଟ୍ରିନ ଯଦି କ୍ଲିୟରଲି ଜାଣିଛନ୍ତି, ତାର ଅର୍ଥ ଆପଣ ମାନେ ଡକ୍ଟ୍ରିନିକାଲି ସାଉଣ୍ଡ। ତ ଏ ଡକ୍ଟ୍ରିନ ଆମେ ନିଶ୍ଚିତ ଶିଖିବା। ଯେତେବେଳେ ଏ ଡକ୍ଟ୍ରିନ ଆମେ ସମ୍ପୂର୍ଣ୍ଣ ଭାବରେ ଶିଖିବା, ତ କୌଣସି ବନ୍ଦ ମାନେ ଫଲ୍ସ ଟିଚର ଆସିଲେ ମଧ୍ୟ ଆମମାନଙ୍କର ବିଶ୍ୱାସକୁ କେବେ ହଲେଇ ପାରିବ ନାହିଁ। no one can shake our faith। ତେଣୁକରି ମୋର ଈଶ୍ୱରଙ୍କ ଲୋକମାନେ ଏଇ 10 ଗୋଟି ତତ୍ଵ ବିଷୟ ବା ଡକ୍ଟ୍ରିନ ବିଷୟ ମାନେ ଜାଣିବା ନିହାତି ଆବଶ୍ୟକ, ନିହାତି ଆବଶ୍ୟକ। ଯଦି ଆମେ ଜାଣିନଥାଉ, ବେଳେ ବେଳେ ଅନେକ ବନ୍ଦ ଖ୍ରୀଷ୍ଟିଆନ ମାନେ and ଅନେକ ପ୍ରକାର ଟିଚର ମାନେ, ଅନେକ ପ୍ରକାର ପ୍ରଚାରକ ମାନେ ଆସିବେ, ଆମମାନଙ୍କର ମାଇଣ୍ଡକୁ ଡାଇଲ୍ୟୁଟ କରିବେ, and ଅନେକ ପ୍ରକାର ରଙ୍ଗ ଟିଚିଂ ସେମାନେ ଆମମାନଙ୍କ ସମ୍ମୁଖରେ ରଖିବେ। so we need to know all these 10 doctrine। ଆପଣ ମାନେ କଣ କଣ ଶିଖିଛନ୍ତି? ଥିଓଲୋଜି 4 ପ୍ରକାର, biblical theology, historical theology, systematic theology and practical theology। ସେଥିମଧ୍ୟରୁ ଆମେ ଗୋଟେ ଥିଓଲୋଜି ନଉଛୁ, ସେଇଟା ହଉଛି ସିଷ୍ଟମେଟିକ ଥିଓଲୋଜି। ସିଷ୍ଟମେଟିକ ଥିଓଲୋଜିରେ 10ଟା ଡକ୍ଟ୍ରିନ ରହିଅଛି। ଏତିକି 10ଟା ମଧ୍ୟରୁ ଅଲରେଡି ଆମେ ଗୋଟେ ସରାଇଛୁ, ସେଟା ମଣ୍ଡଳୀ ବିଷୟ, ଏକ୍ଲେସିଓଲୋଜି, ମଣ୍ଡଳୀ ବିଷୟର ଅଧ୍ୟୟନ ବିଷୟ ଆମେ ସମାପ୍ତ କରିଅଛୁ। ଆଉ 9 ଗୋଟି ଡକ୍ଟ୍ରିନ ରହିଅଛି। ତ ନିଶ୍ଚିତ ଆମେ ଏ ଡକ୍ଟ୍ରିନ ନେକ୍ସଟ କ୍ଲାସରେ ଆମେ ଶିଖିବା। ଓକେ, ତ ପ୍ରଭୁ ଗୌରବ ପାଆନ୍ତୁ ଏ ବାକ୍ୟ ଦ୍ୱାରା।
So God bless you one and all. I hope next class ରେ ଆପଣ ମାନେ ଅତି ଉତ୍ସାହିତ ସହିତ ଆପଣ ମାନେ ଆସିବେ ଏବଂ you will be joining us and then you will be learning the God's word. God bless you one and all. Thank you so much. Okay, hand over to the host. Host, ଆପଣଙ୍କର ସମାନ।